ଆପଣ ନବଦୁର୍ଗାରେ କାଳୀଙ୍କୁ ବଳି ଚଢ଼ାଇବା ଆରମ୍ଭ କରନ୍ତି। କାହାର? ଛେଳିର। ସେ କ'ଣ ଛେଳିର ରକ୍ତ ପିଅନ୍ତି? ସେ ରକ୍ତବୀଜର ରକ୍ତ ପିଅନ୍ତି। ରକ୍ତବୀଜର ଅର୍ଥ କ'ଣ? କୌଣସି ଏକ ନିର୍ଦ୍ଦିଷ୍ଟ ଅସୁର ନୁହେଁ କି ରକ୍ତ ଯେଉଁଠି ପଡ଼ିଲେ ସେଠି ଆହୁରି ଅନେକ ଜନ୍ମ ନିଅନ୍ତି। ଏହା ଏକ ସିଦ୍ଧାନ୍ତ। ମୂର୍ଖ ବ୍ୟକ୍ତି କ୍ରୋଧରେ ଅଛି, ତୁମେ ତା କ୍ରୋଧକୁ ଆଘାତ ଦେଲେ ତା କ୍ରୋଧ 5 ଗୁଣ ବଢ଼ିଯାଏ। ମୋତେ ମାରିବ ଯଦି ମୁଁ 5 ଗୁଣ ହୋଇଯିବି। ଇସ୍ରାଏଲ ଆଉ ହାମାସ କଥା ମନେ ପଡ଼ୁଛି। ଏମିତି ଲୋକ ଯେଉଁମାନେ ଅତ୍ୟଧିକ ପୂର୍ବାଗ୍ରହଗ୍ରସ୍ତ ନଥିଲେ, ପକ୍ଷପାତୀ ନଥିଲେ, ସେମାନେ ବି ଯେବେ ଦେଖିଲେ ଯେ ଆମ ଲୋକମାନେ ମରିବା ଆରମ୍ଭ କଲେ, ତେବେ ତାଙ୍କ ଭିତରେ ବି ସାମ୍ପ୍ରଦାୟିକତା ଗୋଷ୍ଠୀବାଦର ଭୟଙ୍କର ଭାବନା ଜାଗି ଉଠେ। ଜଣକୁ ମାର 5 ଜଣ ଠିଆ ହୁଅନ୍ତି। ଅନେକ ସମୟରେ ଜଣେ ତ ଜାଣିଶୁଣି ମରେ ଯେ ମୁଁ ମଲେ ମୋ ପରି ଆହୁରି 5 ଜଣ ଠିଆ ହେବେ। ଅନେକ ସମୟରେ ଯିଏ ମରି ନଥାଏ ତାର ମୃତ୍ୟୁର ଗୁଜବ ପ୍ରଚାର କରାଯାଏ। ପୁଣି 5 ଠିଆ ହେବେ। ଅହଙ୍କାରକୁ ଆଘାତ କଲେ ସେ ଆହୁରି ବଢ଼େ। ଏ ରକ୍ତବୀଜ ମାନେ ଆଉ କିଛି ନୁହେଁ, ଅହଙ୍କାର ହିଁ ରକ୍ତବୀଜ। ଯେଉଁ ମଣିଷ ଭିତରେ ଅତ୍ୟଧିକ ଅଜ୍ଞାନ ଅହଙ୍କାର ଭରିଛି, ତ ମା କାଳୀ ତାଙ୍କ ରକ୍ତ ପିଅନ୍ତି। ଆପଣ କହିଲେ କାଳୀ ରକ୍ତ ପିଅନ୍ତି, ତେଣୁ ନବଦୁର୍ଗା ଚାଲିଛି, ତ ଆମେ କୁକୁଡ଼ା, ଛେଳି ଆଉ 50ଟା ଜୀବ କାଟୁଛୁ। ଏହା କରିବା ନାହିଁ। ସେ ମଣିଷର ଅହଙ୍କାର ରକ୍ତ ପିଅନ୍ତି। ନା ରକ୍ତବୀଜ ଛେଳି ଥିଲା କି?